ନା ପୋଲାବରମକୁ ଆମେ ଓଡ଼ିଶାବାସୀ ଏକାଠି ହେବାକୁ ପଡ଼ିବ। ଦଳମତ ନିର୍ବିଶେଷରେ ଓଡ଼ିଶାବାସୀ ଏକାଠି ହେବାକୁ ପଡ଼ିବ। ଆନ୍ଧ୍ର ଜବରଦସ୍ତ ପୋଲାବରମ କରି 170ଟା ଗାଁ ଆମର ପାଣିମଗ୍ନ ହେବ। ସେଥିରୁ 38ଟା ହେଉଛି ଖାଲି ଆଦିବାସୀ ଗାଁ, ବିଲ ସହ ଗାଁ ସହ ପାଣିମଗ୍ନ ହେବ। କଂଗ୍ରେସ ସାଙ୍ଗରେ ରହିବ ବିରୋଧ କରିବା। ଆମେ କେବେ ଆନ୍ଧ୍ରକୁ କରେଇ ଦେବୁନି। ଆମେ ୟା ଭିତରେ କରିଛୁ କଂଗ୍ରେସ ଆନ୍ଦୋଳନ କରିବ, ଆମେ ଜନସାଧାରଣ ବି କରିବୁ। ଆମ ଓଡ଼ିଶା ମାଟିରେ ପୋଲାବରମ ବନ୍ଧ କରିପାରିବନି କି ଇଞ୍ଚେ ଜମିରେ ପାଣି ଭର୍ତ୍ତି କରିପାରିବନି। ଏ ନରେନ୍ଦ୍ର ମୋଦି ନିଜ ଚାକିରି ପାଇଁ, ନିଜ ଚେୟାର ପାଇଁ, ପ୍ରଧାନମନ୍ତ୍ରୀ ପୋଷ୍ଟ ପାଇଁ ହାରାହାରି 55,000 କୋଟି ଟଙ୍କା ଦେଲା ନୀତିଶ କୁମାରକୁ। ସ୍ପେଶାଲ ପ୍ୟାକେଜ ପାଇଛି 13ଟା ଏମ୍ପି। ଆନ୍ଧ୍ରା ନାଇଡୁ 14ଟା ଏମ୍ପି, ସେ ପାଇଛି 65,000 କୋଟି। 20ଟା ଏମ୍ପି ଆମେ ଦେଇଛେ ନରେନ୍ଦ୍ର ମୋଦି କି ପ୍ରଧାନମନ୍ତ୍ରୀ ହେଇଛି, 20 ଟଙ୍କା ନାହିଁ। ଆମେ ଡିମାଣ୍ଡ କଲୁ, ହେ ନରେନ୍ଦ୍ର ମୋଦି, ଛତିଶଗଡ଼ ମହାନଦୀ ଉପରେ ବନ୍ଧ ପକେଇ ରଖିଲା ପାଣି। ଆମର ମହାନଦୀ ଶୁଖିଲା, କାଠଯୋଡ଼ି ଶୁଖିଲା, ଗଙ୍ଗୁଆ ଶୁଖିଲା, ଦୟା ଶୁଖିଲା, ଭାର୍ଗବୀ ଶୁଖିଲା। ଆମେ ଫସଲ କରି ବଞ୍ଚିଥାଉ, ସବୁ କଣ୍ଡମ ହେଇଗଲା। ତେଣୁ ତଳେ ମହାନଦୀ ତଳେ ଗୋଟେ ଓଡ଼ିଶାବାସୀଙ୍କ ତରଫରୁ 20,000 କୋଟି ଟଙ୍କା ଖର୍ଚ୍ଚ ହେବ। ହେଇଗଲେ ଓଡ଼ିଶାବାସୀ ଜଳସେଚନ କରିବେ, ପିଇବା ପାଣି ପାଇବେ, ଶିଳ୍ପ ଚାଲିବ। ନାଇଁ କିଛି ହେଇନି। କାଲି ମଧ୍ୟ ମୋହନ ମାଝୀକି ଆମେ ସେୟା କହିଛୁ, ଆପଣ କାମ କରୁଛନ୍ତି, ଭଲ ଲୋକ, କିନ୍ତୁ ମହାନଦୀ ତଳେ ତୁରନ୍ତ ଗୋଟେ ବନ୍ଧ ପକେଇ ଦିଅ, ଯୋଉଟା କି 80% ଲୋକ ବଞ୍ଚିଯିବେ, ବେକାର ସମସ୍ୟା ଦୂର ହେଇଯିବ।